ବାତ୍ୟାର ପରଦିନ ସକାଳେ ଗୋटे ଗାଁରେ ଏକ ନୀରବତା ଖେଳି ଯାଇଥିଲା। ଘର, ଫସଲ ବହୁତ କିଛି ନଷ୍ଟ ହୋଇଯାଇଥିଲା। ବର୍ଷ ବର୍ଷର କଠିନ ପରିଶ୍ରମ ଗୋଟିଏ ଭୟଙ୍କର ରାତିରେ ନଷ୍ଟ ହୋଇଯାଇଥିଲା। ଗାଁର ଏକ ବରଗଛ ତଳେ ମହିଳାମାନଙ୍କୁ ମୀରା ଏକାଠି କରି ନିଜ ଦୁଃଖ ଜଣାଇଲେ। ଭଉଣୀମାନେ, ସବୁକିଛି ନଷ୍ଟ ହୋଇଯାଇଛି। ଆମର ଋଣ ରହିଛି, କିନ୍ତୁ ତାହା ଶୁଝିବା ପାଇଁ ଆମର ସାଧନ ନଷ୍ଟ ହୋଇଯାଇଛି। ସେହି ସମୟରେ ବିନୋଦ ମଉସା ତାଙ୍କୁ କହିଲେ ଯେ, ଦେଖନ୍ତୁ, ପୂର୍ବରୁ ବାତ୍ୟା ବହୁତ କମ୍ ଆସୁଥିଲା, ଏବେ ପ୍ରତିବର୍ଷ ଏକାଧିକ ଆସୁଛି। କିଛି ଅସ୍ୱାଭାବିକ ଘଟଣା ଘଟୁଛି। ସେତିକିବେଳେ ସମାଜସେବୀ କମଳା ଦିଦି ଗାଁରେ ଆସି ପହଞ୍ଚିଲେ। ମହିଳାମାନେ ତାଙ୍କୁ ଭୟଭୀତ ଭାବେ ଘେରି ରହିଥିଲେ ଓ ପଚାରିଲେ, ଭଗବାନ ଆମକୁ କାହିଁକି ଏଭଳି ଦଣ୍ଡ ଦେଉଛନ୍ତି? କମଳା ସେମାନଙ୍କ ସହିତ ବସି ବୁଝାଇଲେ, ଆମ ପୃଥିବୀକୁ ପ୍ରଦୂଷଣ ଦ୍ୱାରା ଜ୍ୱର ହୋଇଯାଇଛି। ଏହାକୁ ଜଳବାୟୁ ପରିବର୍ତ୍ତନ କୁହାଯାଏ। ଯେତେବେଳେ ସମୁଦ୍ର ଗରମ ହୁଏ, ସେତେବେଳେ ବଡ଼ ଝଡ଼ ସୃଷ୍ଟି ହୋଇଥାଏ। ବେଳେବେଳେ ଗରମ ବର୍ଷାକୁ ଦୂରେଇ ଦେଇ ମରୁଡ଼ି ଆଣିଥାଏ। ଉଭୟ ବିପର୍ଯ୍ୟୟ ସମାନ ରୋଗରୁ ଜନ୍ମ ନେଇଥାଏ। ମହିଳାମାନେ କହିଲେ, ତାହେଲେ ଆମେ କ'ଣ କରିବୁ? ପ୍ରତିଥର ଚାଷ ପାଇଁ ଟଙ୍କା ଉଦ୍ଧାର କରାଗଲେ ଆଉ ଏକ ଝଡ଼ ଆସିଥାଏ। ପ୍ରତି ଋତୁରେ ଆମେ ଗଭୀର ଋଣଭାରରେ ବୁଡ଼ି ଯାଉଛୁ। ଅପେକ୍ଷା କର, ଏହା ସହ ଲଢ଼ିପାରିବ। କମଳାଙ୍କ ବ୍ୟାଗରୁ ସ୍ୱତନ୍ତ୍ର ବିହନ ବାହାରିଥିଲା। ଏହାର ସମାଧାନ ହେଲା ବନ୍ୟାକୁ ପ୍ରତିରୋଧ କରୁଥିବା ଧାନ, ମରୁଡ଼ିକୁ ପ୍ରତିରୋଧ କରୁଥିବା ମାଣ୍ଡିଆ। କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କେବଳ ଚାଷ କରି ବଞ୍ଚିବା ଉପରେ ବିଶ୍ୱାସ କରାଯାଇପାରିବ ନାହିଁ। ଆମର ଏକାଧିକ ଆୟଧାରା ସୃଷ୍ଟି ହେବା ଦରକାର। ଯେତେବେଳେ ରୋଜଗାର ବିବିଧ ହୋଇଥାଏ, କୌଣସି ଗୋଟିଏ ଝଡ଼ ସବୁକିଛି ନଷ୍ଟ କରିପାରିବ ନାହିଁ। ଗାଁର ମହିଳାମାନଙ୍କର ଆଶା ପୁନର୍ଜୀବିତ ହୋଇଥିଲା। ସେଦିନ ଗୋଷ୍ଠୀ କରାଯାଇଥିଲା। କିଛି ସପ୍ତାହ ମଧ୍ୟରେ ଗାଁର ପରିବର୍ତ୍ତନ ଆସିଲା। ପ୍ଲେଟ୍ ତିଆରି ହେଉଥିଲା, ଛେଳି ପାଳନ କରାଯାଉଥିଲା, ନୂଆ କୌଶଳରେ ପନିପରିବା ଚାଷ କରାଯାଉଥିଲା। ଯେତେବେଳେ ମୀରାଙ୍କ ସ୍ୱାମୀ ଗୁଜରାଟର ଜଣେ ପ୍ରବାସୀ ଶ୍ରମିକ 2 ମାସ ପରେ ଫେରିଲେ, ସେ ଆଶ୍ଚର୍ଯ୍ୟ ହୋଇଗଲେ। ଆଉ ଏକ ବାତ୍ୟା ଆସିଥିଲେ ମଧ୍ୟ ଗାଁ ଲୋକେ ଟଙ୍କା ରୋଜଗାର କରୁଥିଲେ। ତାଙ୍କ ପତ୍ନୀ ମୀରା ତାଙ୍କ ପତ୍ର ପ୍ଲେଟ୍ ପାଖରେ ଆତ୍ମବିଶ୍ୱାସର ସହ ଠିଆ ହୋଇଥିଲେ। ଆକାଶରେ ପୁଣି ଥରେ କଳା ମେଘ ଜମା ହେବା ପରେ ଭୟର ସ୍ଥାନ ନେଇଥିଲା ଦୃଢ଼ ସଂକଳ୍ପ। ଗାଁ ଏକ ସରଳ ସତ୍ୟ ଶିଖିଥିଲା, ଯେତେବେଳେ ସମ୍ପ୍ରଦାୟ ଏକାଠି ଠିଆ ହୁଅନ୍ତି, କୌଣସି ଝଡ଼ ବହୁତ ଶକ୍ତିଶାଳୀ ହୁଏ ନାହିଁ, କୌଣସି ସମସ୍ୟା ବହୁତ ବଡ଼ ନୁହେଁ।